ଦୁଇ ମାସ ତଳେ ଏକ ଗହଣା ଦୋକାନରୁ ହୋଇଥିବା ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ବାଲେଶ୍ୱର ପୁଲିସ। ଲୁଟ୍ରେ ସମ୍ପୃକ୍ତ ଦୁଇ ଜଣ ଲୁଟେରାଙ୍କ ସହ ସେମାନଙ୍କଠାରୁ ଚୋରି ଗହଣା କିଣିଥିବା ପଶ୍ଚିମବଙ୍ଗ ଅଞ୍ଚଳର ଅନ୍ୟ ଜଣକୁ ଗିରଫ କରି ଚୋରି ଗହଣା ଜବତ କରିଛି ପୁଲିସ। ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର 1 ତାରିଖ ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବଗଡ଼ ଛକ ନିକଟରେ ଥିବା ବୀରେନ୍ଦ୍ର ସାହୁଙ୍କ ମା ତାରିଣୀ ଗହଣା ଦୋକାନରୁ ଲୁଟ୍ ହୋଇଥିଲା। ତେଣୁ ପରଦିନ ସକାଳେ ଗହଣା ଦୋକାନୀ ଭୋଗରାଇ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। ପରେ ଅଭିଯୋଗ ଅନୁଯାୟୀ ବାଲେଶ୍ୱର ଏସ୍ପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରହିଥିଲା। ତେବେ ସେହି ଘଟଣାରେ ଆଜି 3 ଜଣ ଅଭିଯୁକ୍ତଙ୍କୁ ପୁଲିସ କାବୁ କରିବାରେ ସଫଳ ହୋଇଛି। ଆଉ ସେମାନଙ୍କ ନିକଟରୁ 1 କିଲୋ 600 ଗ୍ରାମର ରୂପା ଏବଂ 10 ଗ୍ରାମ ଓଜନର ସୁନା ଗହଣା ଜବତ କରାଯାଇଛି। ଗିରଫ ହୋଇଥିବା 3 ଜଣ ଅଭିଯୁକ୍ତଙ୍କ ମଧ୍ୟରୁ 2 ଜଣ ହେଲେ ଭୋଗରାଇ ବ୍ଲକ କାଉବଣୀ ଗ୍ରାମର ନାରାୟଣ ଚାନ୍ଦଙ୍କ ପୁଅ ରାଜକୁମାର ଚାନ୍ଦ ଓ କ୍ଷିତୀଶ ଚନ୍ଦ୍ର ଦଳାଇଙ୍କ ପୁଅ ଗୋପାଳ ଦଳାଇ। ଏଥିସହିତ ସେମାନଙ୍କ ନିକଟରୁ ଚୋରି ଗହଣା କିଣିଥିବା ପଡ଼ୋଶୀ ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ଶୋଷୁଭନ କାମିଳାକୁ ମଧ୍ୟ ଗିରଫ କରାଯାଇଛି। 2 तारीख राति रे जे माँ तारिणी ज्वेलरी शॉप रु जे सुना और सिल्वर ऑर्नामेंट्स गुड़ा जे चोरी होता से 3 जन अपराधी धरा पड़ी। 2 जन मेन एक्यूज अच्छा जे ये क्राइम को अंजाम देते और गोटे रिसीवर प्रॉपर्टी अच्छी जे 2 जन अपराधी मेन अच्छा से मैंने लोकल अंचल लोकन आउ जे रिसीवर प्रॉपर्टी अच्छे मैंने जाकर बिकी गोटे वर्कशॉप अच्छी वेस्ट बेंगल से लोकन आउ एबे सुधा आमर टोटल 1650 ग्राम सिल्वर ऑर्नामेंट्स रिकवर कराई और पाखापाखि 10 ग्राम गोल्ड रिकवर कराई। ବାଲେଶ୍ୱର ଜିଲ୍ଲା ଭୋଗରାଇରୁ ଚନ୍ଦନ କୁମାର ଦାସଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।